सरकार चाषी और चाष ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ତାର ସାଂଘାତିକ ଅଭିଯୋଗ ଆସିଛି ଟାଙ୍ଗରପାଲି ବ୍ଲକ ରେମଣ୍ଡା ପଞ୍ଚାୟତରେ। ବିଗତ ଅନେକ ବର୍ଷ ଧରି ଜାତୀୟ କୃଷି ଓ ଗ୍ରାମ୍ୟ ବିକାଶ ଯୋଜନା ମାଧ୍ୟମରେ ଉଠା ଜଳସେଚନ ଦ୍ୱାରା 4ରୁ 5ଟି ପ୍ରକଳ୍ପ ଖତ ଖାଉଛି। ଏପରିକି ଅଞ୍ଚଳରେ ତାହାର ମୃତ୍ୟୁର କାରଣ ପାଲଟିଥିବା ଅଞ୍ଚଳବାସୀ ପରିପ୍ରକାଶ କରିଛନ୍ତି। ଜଳସମ୍ପଦ ବିଭାଗ ଓଡ଼ିଶା ସରକାରଙ୍କର ଏହି ବିଜୁ କୃଷକ ଯୋଜନା ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ସରକାର ଅନ୍ୟପଟେ ଆଉ ଲକ୍ଷ ଲକ୍ଷ ଟଙ୍କା କୃଷକ ଓ କୃଷି ପାଇଁ ଅନୁଦାନ ଦେବା କେତେ ଦୂର ଠିକ୍ ତାହା ପ୍ରଶ୍ନ ଘେରରେ। ସରକାରଙ୍କର ଅପାରଗତା ଯୋଗୁଁ ପ୍ରତ୍ୟେକ ଜିନିଷ ଖତ ଖାଉଥିବା ବେଳେ ବିଦ୍ୟୁତ ତାର ସହିତ ଅବହେଳା ଜୀବନ ଯିବାର ଆଶଙ୍କାକୁ ବଢ଼ାଉଥିବା ଦେଖିବାକୁ ମିଳୁଛି। ଦେଖିବାକୁ ବାକି ରହିଲା ସରକାର କୃଷି ଓ କୃଷକ ପ୍ରତି କେତେ ଦୃଷ୍ଟି ଦେବେ। ଗ୍ରାଉଣ୍ଡ ଜିରୋରୁ ରାଜୁ ପଟେଲଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ୍।